ଆଉ ଯୋଉମାନେ ଅମାନୁଷିକ ଭାବରେ ନୃଶଂସ ଭାବରେ ମୋ ଭଣଜାକୁ ପ୍ରାୟ 40ରୁ 50 ଲୋକ ପୁରା ଦିନ ଦ୍ୱିପହରେ ପିଟି ପିଟି ମାରିଦେଲେ। ସେ ସମୟରେ ମଧ୍ୟ ବାଲିଅନ୍ତା ଥାନାର କିଛି ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ତାଙ୍କ ଉପସ୍ଥିତିରେ ଇଏ ପ୍ରାୟ 10 ମିନିଟରୁ 15 ମିନିଟ ଭଳିଆ ମାଡ଼ ମାରିଛନ୍ତି। କିଏ ଗୋଇଠା ମାରିଛି, କିଏ ବିଧା ମାରିଛି, କିଏ ବାଡ଼ିରେ ବାଡ଼େଇଛି, ପୁଣି ବି ବାଉଁଶରେ ରସିରେ ତା ଗୋଡ଼ ହାତ ବାନ୍ଧିକି ତାକୁ ବାଉଁଶରେ ଝୁଲେଇକି ନେଇ ଟ୍ରକରେ ଫୋପାଡ଼ିଛନ୍ତି। ତାକୁ ମାଡ଼ ମାରିଥିବା ସମୟରେ ପୋଲିସ ଯେତେବେଳେ ଉପସ୍ଥିତ ଥିଲେ ସେ ସମୟରେ ତା ଶରୀରରେ ସାର୍ଟ ପ୍ୟାଣ୍ଟ ଥିଲା। ତାକୁ ଯେତେବେଳେ ଗାଡ଼ିକୁ ନେଲେ ତାର ପ୍ୟାଣ୍ଟ ଫ୍ୟାଣ୍ଟ ଖୋଲି ଦେଇଥିଲେ, କିନ୍ତୁ ସେ ସମୟରେ ବାଲିଅନ୍ତା ପୋଲିସ ସେଠି ଉପସ୍ଥିତ ଥିଲେ। ତେଣୁକରି ମୋର ମାନ୍ୟବର ଅଦାଲତଙ୍କୁ ବିନମ୍ର ଅନୁରୋଧ ଏବଂ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ସାରଙ୍କୁ ମଧ୍ୟ ଅନୁରୋଧ, ଏହି ଘଟଣା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ, ଯୋଉଥିରେ ଯୋଉମାନେ ପ୍ରକୃତରେ ଦୋଷୀ ସେମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ ଏବଂ ମୋର ଦାବି ମଧ୍ୟ ସେମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ।